ଅରୁଣା ପୁଣି ସେଇ ବାଟରେ ଯାଏ, ସେଇ ଗୀତ ଶୁଣେ ଯାହା ତାକୁ ନୁହେଁ ତାଙ୍କୁ ଭଲ ଲାଗେ। କାହିଁକି ସେ ସେଇଠି ଅପଲକ ନୟନରେ ଦେଖେ ଓ ଥକା ହୋଇ ବସି ପଡ଼େ। ଅଥଚ ସେଇଠି ତାକୁ ବିଲକୁଲ ବସିପାରୁ ନଥିଲା। ସେଇଠି ଅରୁଣା ମନେ ରଖେ ସେଇର ଗୋଟିଏ ଗୋଟିଏ କ୍ଷୟ। ସେଇଠି ଖୋଜା ପଡ଼େ ରାତିର ସଂଜ୍ଞା, ସେଇଠି ପ୍ରଶ୍ନ ପାଲଟେ ସବୁ ସହଜ ଉତ୍ତରମାନଙ୍କର। ସେଇଠି ଅରୁଣା ନିଜକୁ ବାରମ୍ବାର ପ୍ରଶ୍ନ କରି ଥକି ପଡ଼େ, ଛି ସେ ଏମିତି ଭାବିବା ଜମା ବି ଠିକ୍ ନୁହେଁ। କାରଣ ତା ପାଇଁ ଭଗବାନ ବି ପାଷାଣ ପାଲଟି ଯାଇଛନ୍ତି। ଏଇ ଭଲ ପାଇବାର ସଂଜ୍ଞା ଖୋଜୁ ଖୋଜୁ ଦିନେ ସେ ନିଜେ ପାଲଟି ଗଲା ସେଇ କାହାଣୀର ତରଫଳା କାଗଜ ଖଣ୍ଡେ। ତଥାପି ଅରୁଣା ଚଳିବାକୁ ଚାହେଁ। କାହାର ଉପହାସ, ନିନ୍ଦା, ଅପବାଦ ଆଉ ତୀବ୍ର କଟାକ୍ଷରେ ତଥାପି ଅରୁଣା ଚେତେଇ ଦେବାକୁ ଚାହେଁ। ସେ ପ୍ରତୀକ୍ଷାର ମାନେ ରଖେ। ହୁଏତ କାହାକୁ ତ ମଜା ଲାଗିପାରେ ଅବା କୌତୁକ, ହେଲେ ଅଭୟ ତ ବୁଝି ସାରିଥିଲେ ନା ଅରୁଣ ଅକପଟ ଅନ୍ଧାରର ଅସଜଡ଼ା ଅନାବନା ଅମାନୀୟ ଅଙ୍କାବଙ୍କା ନିର୍ଝରଣୀଟିଏ। ଅନେକ ସ୍ପଷ୍ଟ ଉଚ୍ଚାରଣ, ଅନେକ ଆନ୍ତରିକତାର ପାହାଡ଼ ପାହାଡ଼ ଭାବ ପ୍ରବଣତା। କେବେ ଆଖି ଆଇନାରୁ ଜହ୍ନଜ୍ୟୋତ୍ସ୍ନା ମେଘ ମଲ୍ହାରର ଗୁଣ ଗୁଣ ରାଗିଣୀ, କେବେ ଟିକିଏ ସ୍ପର୍ଶର ଦୋଳାୟିତ କାଶଦଣ୍ଡୀ ଅବା ଅଶୀଳର ପ୍ରଜାପତି, ଅଥବା ଚୈତି ବୈଶାଖୀର ମହଣ ମହଣ ମଲ୍ଲୀର ସମ୍ଭାର ଭିତରେ ଅରୁଣ ଅନ୍ତର୍ବସ୍ତ୍ରର ଅଭୟଙ୍କ ନମ୍ର ସୁକୋମଳ ହସ୍ତର ଅବାଧ ପ୍ରବେଶ। ଓଦା ହୁଏ ଅରୁଣାର କଣ୍ଠ ଗ୍ରୀବା ନାଭି ପୃଷ୍ଠା ପୃଷ୍ଠା ଉପନ୍ୟାସର ମଲାଟ ପରି। ଅଭୟ ଆଖି ବନ୍ଦ କରି ପଡ଼ିଯାଆନ୍ତି। ଖୁନ୍ଦା ଖୁନ୍ଦି ବୟସର ଉଦ୍ଦାମ ମାଦକତା ନୁହେଁ, ବରଂ ସମର୍ପଣର ସମାବିଷ୍ଟ ହୋଇଯାଏ ଶୀତର କାକର ପରି। ମୋଦିଝରା ସ୍ୱପ୍ନମାନଙ୍କର ଅହେତୁକ ଅଭିମାନ, କୋଣାର୍କର ମୁଖଶାଳା, ନୁପୁରଛନ୍ଦା ନର୍ତ୍ତକୀର ସମର୍ପିତ ମୁଖମୁଦ୍ରା, ଶିଳାପଦ୍ମର ପାଷାଣୀ କନ୍ୟା ଆଜି ଅରୁଣା। ଆଜି ନୁହେଁ, ଆହୁରି ଅତୀତ। ପୁରା ଲିଭି ଯାଇଥିବା ତାଳପତ୍ରର ଅଙ୍କାବଙ୍କା ଲେଖନୀ ଲିପିରୁ ପଢ଼ିଥିବା ଚିଟାଉର ପ୍ରେମ ପରିଭାଷା। ବୋଧହୁଏ ସେ ନିଜକୁ ବି ବିଶ୍ୱାସ କରିପାରିବେନି। ଠିକ୍ ସଞ୍ଜ ନଇଁଥିବା ରାତିର ପ୍ରଶ୍ନରେ କ୍ଷତାକ୍ତ ଅଭିସାର, ଆଉ କୌତୁକରେ ଛଳନାରେ ଉଦୟ ଭାନୁର କଅଳ ଖରାକୁ ଆଉଁସୁ ଆଉଁସୁ ଉଦପ୍ତ ରବିର ପ୍ରଚଣ୍ଡ ରଶ୍ମିରେ ବୋଧେ ଅରୁଣାର ଆରକ୍ତ ମୁହଁଟା ନିଜ ଆଖିର ଆଇନାରେ ଅଣ୍ଡାଳୁ ଅଣ୍ଡାଳୁ ବୈଶାଖୀର କାଳଝଞ୍ଜି ଝଡ଼ ହୋଇ ଖୁବ୍ ବେଗରେ ପଶି ଆସିବ ଘର ଭିତରକୁ। ଆଉ ଅଭୟଙ୍କ ସୌଖ୍ୟ ଆସିବାକୁ ସବୁ ଖଡ଼ ଖାଡ଼ ଧଡ଼ ଧଡ଼ ହୋଇ ତଳେ ପଡ଼ି ଭାଙ୍ଗିରୁ ଯେ ଚୁରମାର ହେଇଯିବ। ତାପରେ ଅରୁଣା ଅଶୁଭ, ଅରୁଣା ଦୁଶ୍ଚରିତ୍ରା। ଅଥଚ ଅରୁଣାକୁ ନ ପାଇ ଅଭୟ ଗୁମରି ଗୁମରି ଶୋଇପଡ଼ିବେ ଅଶାନ୍ତ ନିଦ୍ରାରେ। ଆଉ ଅରୁଣା ଦୌଡ଼ୁଥିବ ସେମିତି ସେଇ ଗୁହୁଡ଼ି ମାୟାରେ। ପୁଣି ସେମିତି ସେ ଦୌଡ଼ୁଥିବ ସେଇ ଗୁହୁଡ଼ି ମାୟାରେ।